ଯେତେ ତଳକୁ ପଳେଇ ଆଇଲେ ସେ କୋଦାଳଟା ଥିଲା ପିଣ୍ଡାର ଆସିକି ତା ମୁଣ୍ଡକୁ ହାଣିଦେଲା ହାଣିଦେଲା ପଡିଗଲା। ଘର ହରିପୁର ସନାତନ ସେଠୀ ଆଉ ଘର ହରିପୁର। ଓ ସାରେ ଆମର ହଉଛି ଯେତେବେଳେ ଆମର ନ୍ୟୁ ଚାଲ ନା ଆମର ଜମିବାଡି ଯୋଉ କହିନା 5 ବର୍ଷ ଯୋଉ ଥିଲା ଆମର ଆମର ଯେତେବେଳେ ମାରିଦେଲେ ନେଟର ଆମ ନାଁର ବାହାରୁଛି ତାଙ୍କ ନାଁର ବାହାରୁନି ସୁତାର ବାହାରୁନି ଯେତିକି ବାହାରିଲା ସିଏ କହିଲା ସରପଞ୍ଚ ଯେତେବେଳେ ତାଙ୍କ ଭିତରୁ ପଇସା ଖାଇକି ଯେତେବେଳେ କହିଲା ତାଙ୍କ ଜାଗା ନିଏ ଏଟା ଆମେ ଇଏ ଗରିବ ଲୋକ ଏ ଖଟିନେ ଖାଇବେ ପଇସା ପତ୍ର ନାଇଁ କହିଲା ଏଟା ଧମେକେଇ ଦେନେ ନିରୀହ ଲୋକ ଇଏ ପଳେଇବେ ଆଉ ପଳେଇନେ ଆମେ କହିନା ତ ତମେ ମତେ 60,000 70,000 ଦେଇଦବ ମୁଁ ତମ କାମ ବଢେଇଦେବି ଏମିତି କରିକି ନେଇଗଲେ ସେ ନେଇଗଲେ ଗଲା ଆମେ ଚାପି ହେଇକି ରହିନୁ ଆମ ଘର ଦ୍ୱାର ଭାଙ୍ଗିଦେଲେ ମାଡ଼ ପିଟି ଦେଲେ ସବୁ କଲେ ଆମେ ସହିନୁ ସବୁ କନୁ। ତାପରେ ଯେତେବେଳେ MLA ଜିତିଗଲା ଫୁଲର ଯେତେବେଳେ ଜିତିଗଲା ଯେତେବେଳେ ପାଇଗଲା MLA ନେଇଗଲା କାଗଜ ପତ୍ର ଆମକୁ ଯେତେବେଳେ ନେଇକି ଯେତେବେଳେ ସେ ନେଟର ମାରିଦେଲା ଦେଖିଲା ଧୁବାର ଜାଗା ଯେ ନାଁର ଜାଗା ନାହିଁ। ଶୁଣ ମୁଁ ସେଇଟା କହିକି ଚାଲୁଛି ଦେଖ ସିଏ ଯେତେବେଳେ କହିନା ଦେଖିଦେଲେ ସେଇଠୁ MLA କଣ କହିଲା ତୁ ଘର ଚଲା ମୁଁ ଅଛି ଯାହା ବୁଝ ତାଙ୍କା ସିଏ ଯେତେବେଳେ ମାରିବେ ତମେ କିଛି କରିବୁନି ଆମେ କହିନୁ ହଁ ଠିକ ଅଛି ଆମେ କିଛି କରିବୁନି ସିଏ କରିବୁନି ଇଏ ଯେତେବେଳେ କହିନା MLA କହିଲା କାଲି ଘର ଆରମ୍ଭ କଲେ କହିନା ରବିବାର ଦିନ ରଡ ବାନ୍ଧିଲେ ସୋମବାର ଦିନ ଢଳା ହେଇଥାନ୍ତା ସେଟା ରଡା ହେଇଯାଇଥିଲା ସିଏ କହିନା ପଟା ଟିକେ ନାଗି ଯାଇଥିଲା ତା କରକୁ ନିଏ ସେ ଯୋଉ କର ନାଗି ଯୋଉ ଘରଟା ହେଇଛି ତାଙ୍କ ଜାଗା ସେ ଛାତୁଟା ଆହୁରି ବଢେଇକି ଘର କରିଛି ଯଦି ନାଗିଆ ଇଏ କହିଲା ଭାଇ ଦେଖ ମୁଁ ଛାତୁଟା ପକେଇ ଯାଏନି ସେ ପଟାଟା ଖୋଲିଦେବି କଣ ପଟାଟା କଣ ରହିବ ନା ହଁ ମଣିଷ କିଏ କହିନା ଇଏ କରିଦଉନି ନା ଯେହେତୁ ହେଲା କରିଦେଲା ପରେ ଇଏ 2 ଜଣ ସେ କହିନା ହଉଛି ତଳେ କହିନା ସେଠି ଝଗଡା ନାଗିଲେ ସେ ତା କହିନା ହଉଛି ସରପଞ୍ଚ ବଟେଇ ଦେଇଛି କହିନା ହଉଛି ମାଲ ପିଏଇକି ମାନେ କହିନା 25 ଜଣ ବଟେଇ ଦେଇକି ସେ 25 ଜଣ ତାଙ୍କ ଛାତ ଉପରେ ରହିକି ଗୋଟେ କଲିକତା ନା ହଉଛି ତାମିଲନାଡୁ ବାଲାଟେ ତା ପୁଅ ବିଦେଶରୁ ଧରିକି ପଳେଇ ଯାଇଛି ଯେତିକି ପଳେଇ ଆଇଛି ସିଏ ଖାଲି ଏମିତି ବୁଲଉଛି ସେ 25 ଜଣ ଖାଲି ହସୁଛନ୍ତି ସାଇଡ ହେଇଯାଉଛନ୍ତି ଜାଣିଛୁ ନା ମାନେ ସାଇଡ ହେଇଯାଉଛନ୍ତି। ତାପରେ ସିଏ କଣ କଲା ଏମିତିରେ ମୁଁ ପାରିବିନି ସେଇ ଯୋଉ ମୋ ଭଉଣୀ ଆଉ ମୋ ଭାଉଜ ସେ ତଳକୁ ପଳେଇଲେ ଯେତେବେଳେ ତଳକୁ ପଳେଇ ଆଇଲେ ସେ କୋଦାଳଟା ଥିଲା ପିଣ୍ଡାର ଆସିକି ତା ମୁଣ୍ଡକୁ ହାଣିଦେଲା ପଡିଗଲା। ତାର ମା କହିନା ହଉଛି ଜେନାର ମାଳତୀ ଜେନା ଗୋଟେ ଜଣେ ମାଇକିନାଟେ ଅଛି ସେଟା ବାଞ୍ଛିଟା ଛୁଆ ପିଲା ସେଇଥିପାଇଁ ହଉନାହାନ୍ତି ସିଏ କଣ କଲା ହାଣି ସାଇଲା ପରେ ସେ ଚୁତାଟାର ସେ ବସକୁ ପିଟୁଛି ବସିକି ସିଏ ସେତେବେଳୁ ମରି ସାଇଲାଣି ସେ ଆହୁରି ଚୁତାରେ ପିଟୁଛି ନା ସିଏ ବା କହିଲେନି ସିଏ ବା ତାଙ୍କ ପଟେ ପଇସା ଦେଇଛି ସିଏ କାହିଁକି ଆମ ପଟିକି ଆସିବେ ଆମର କେହି ନାହାନ୍ତି ଆମେ ସବୁ ବିଦେଶ ଯାଇଛନ୍ତି ଆମେ କାମ ମାମ ପଳେଇଛୁ ଆମର ତ ଦେଇଯାଇଛି MLA କନା ତମେ ଘର କରି ଆମେ କଣ ନାଇଛୁ ଆମେ ତ ଚୁର ନେଇକି ଡକାୟତ ନେଇ କିଛି ନା ଆମେ ପୁରା ଇଏ ସିମ୍ପୁଲ ଲୋକ ଆମେ କାହାକୁ ମିଛ କଥା କହିବୁନି ଇଏ କରିବୁନି ସେଇଥିପାଇଁ ଇଏ କହିଲା ହାଣିଦେଲା ତା ଭାଉଜକୁ ଆଣିଲା ଇଏ ତା ଭାଉଜକୁ ଆଣିଲା ଆଉ ଫେଣି ଦେଲା ଗୋଟେ ଚୋଟା ଦେଇକି ତାପରେ ଇଏ କରିକି ତାପରେ ଦେଖିଲା ଯେତେ ହଣା ହେଇଗଲା ସେ ଯୋଉ 25 ଜଣ ସେ ଧାଇଁକି ପଳେଇଲେ ଆଉ ଧାଇଁକି ଯେମିତି ପଳେଇଲେ ଇଏ ସେଇଠୁ ଇଏ ପଳେଇଲେ ଆମ୍ବୁଲାନ୍ସ ଆଇଲା ନେଇକି ଗଲା ଆଉ ଥାନା ବାଲା କାହିଁ ଯାଇପାରିଲାନି ଫେରାର ଖାଲି ତା ମା ପଳେଇ ଆସିକି ଏଠି କଣ ଦେଇଯାଇଛି କହନି ମୁଁ ହାଣି ଜାଣିଲ ନା ଆଉ ସେଇଟା ମୋର କଣ ଦରକାର ରାମ ବିଶାଳ ଦରକାର ସରପଞ୍ଚକୁ ଦରକାର ସେ 2 ଜଣ ତା କତରୁ ବେଶୀ ପଇସା ନେଇକି ପିଲାଙ୍କୁ ମାଲ ଖୁଏଇଛନ୍ତି ଖୁଏଇକି 4 ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି ମାଲ ପିଆର ସବୁ ପିଲାଙ୍କୁ ନେଇକି ଖୁଏଇ ଦେଇକି ସେଇ 4 ଲକ୍ଷ ଟଙ୍କାରେ ଯଦି ସେତିକି ଗୁଣ୍ଠି ଯଦି କିଣି ଦେଇଥାନ୍ତୁ ତୁ କେତେ ଝଗଡା ହେଇଯାଆନ୍ତା ପ୍ଲାନ ଥିଲା କହିଲା ତା ପୁଅ କହିଲା ମୁଁ ହାଣିମି ଜେଲ ଯିବି ମୁଁ ତୁ ହାଣ ଜେଲ ଯା ଆମର କିଛି ନାହିଁ ଆମର ନ୍ୟାୟରେ ଚାଲୁଛି ସତୁ ସତ ଇଏ କଲା ହାଣିଲା ଇଏ କଲା ଜେଲ କହିନା ହଉଛି ଯିବ। ତାପରେ କାଲି ଯେତେବେଳେ ସାରେ ଗଲେ ଯେତେ କେତେ ସାରେ କହୁଛନ୍ତି ସକାଳେ ଯାଇନି ମିଛ କଥା କହୁଛନ୍ତି ଗଲେ କେତେ ନା ହଉଛି ବେଳତା ଯାଇନାହାନ୍ତି ମିଛଟା କହୁଛନ୍ତି ଯାଇ ସକାଳେ ଗଲେ ତାପର ସକାଳୁ ଗଲା ବେଳକୁ ଆମେ ଚାବି ପକେଇ ଦେଇଛୁ ସବୁ କରୁଛୁ ଦେଖିଲା ଚାବି କାଠି ହଉଛି କହିନା ହଉଛି ତାଙ୍କ ହାତ ରାତିରେ କହିଲା ଖୋଲିବେନି ତାପର ଦିନ ଗଲା ବେଳକୁ ସାର୍ ଦେଖି ଗଲେ ନା ଇଏ ଖୋଲିବେନି ଆଉ ଇଏ ବନ୍ଦ ଦେଖିଲା ବେଳକୁ ସାର୍ ଗଲେ ଦେଖିଲା ତାଙ୍କ ଚାବି କାଠି ତାଙ୍କ ହାତର ପିଲା ସେଇଠି ଅଛି ଦେଖିଲା ୱାରିଂ କରିନା ବୁଲିକି ଧରି ନାହାନ୍ତି କିଛି ନା ଇଏ ଖାଲି କହିଲେ ନା ପଳେଇଛି ବନ୍ଧୁବାନ୍ଧବ ନା ରାତି ପାଇଲା ବେଳକୁ ଦେଖିଲା କବାଟ ଖୋଲା ହେଇଛି ଆମେ କଣ ଆଇ ରଖିଛୁ ଆମର 4 ଜଣ ଫାଶୀ ଦରକାର ଆଉ ହଉଛି ଯୋଉ 25 ଜଣ ଥିଲେ ସେ 25 ଜଣ ଆମର ହଉଛି 25 ବର୍ଷ ଗଣିକା 25 ବର୍ଷ ପୁରା ଖଟିବେ ଯେମିତି କଉଣି ନଗେଇ ଖଟନ୍ତି
ସେଇଗୁଡା ଖଟିବେ ଖଟି ସାରିଲା ପରେ ଆମେ ଯିମୁ ଯେତି ପସନ୍ଦ ହବ ତାକୁ ଆଣିମୁ ଫେଣି ନହେଲେ ଚଢେଇମୁ ଆହୁରି 25 ବର୍ଷ ଆମର ନ୍ୟାୟ ହଉଛି ଏଇଆ ଆଉ ଜାଗା ବାଡି ଆମର ପୁରା ଫାଇନାଲ ହବ ଅନାଦି ଜାଗାକୁ ଆମର ଫାଇନାଲ ହବ ଆମ ଜମି ଯେମିତି ଆମେ ପାଇବୁ ତାଙ୍କ କତିକି ପଠା ହେଲା ସେଇ ସରପଞ୍ଚ ତାନେ ଏଇ ଆମକୁ ଇଏ କରୁଛନ୍ତି ମୋର ବା କହୁଛି ତାକୁ ନିହାତି ଫାଶୀ ଆମର ଦରକାର 4 ଜଣଙ୍କୁ ଫାଶୀ ଦରକାର ଆମର ନ୍ୟାୟଟା ସେଇ ଜାଗା ଆମର ମିଳୁ ଯେତିକି କିନ୍ତୁ ଅନାଦି ଜାଗା ଦରକାର ନାହିଁ ଆମର ବନ୍ଦୋବସ୍ତ ଜାଗା ଯେତିକି ଆମକୁ ମିଳିବା ଦରକାର ଆମକୁ ନ୍ୟାୟ ଦରକାର କିନ୍ତୁ ଲୋକ ଯୋଉ ମର୍ଡର କରିଛି ତାକୁ ଫାଶୀ ଦରକାର ଗିରଫ ଆଜି ପର୍ଯ୍ୟନ୍ତ କରିନାହାନ୍ତି ସେଇଥିପାଇଁ ତ ଆମେ ଆସିନୁ ସବୁକୁ ନେଇକି ଏଠିକି